ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ଦୁର୍ଘଟଣା ଜନିତ ଜିରୋ କାଜୁଆଲିଟି ସପ୍ତାହ ପାଳନ ଅବସରରେ ଏକ ସଚେତନତା ରଥ ଉଦ୍ଘାଟିତ ହୋଇଯାଇଛି। ବର୍ତ୍ତମାନ ଆମର 1 ତାରିଖରୁ 7 ତାରିଖ ପର୍ଯ୍ୟନ୍ତ ଏ ଯେଉଁ ଜିରୋ ଫାଟାଲିଟି ୱିକ୍ ପାଳନ କରାହେଉଛି। ସେଥିପାଇଁ ଏସ୍ପି ସାର୍ଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ଥାନା ଗୁଡ଼ାକୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମସ୍ତେ ଏନଫୋର୍ସମେଣ୍ଟ ପ୍ରପରଲି କରିବେ ଏବଂ ଯେଉଁ ଏନଫୋର୍ସମେଣ୍ଟ ସାଙ୍ଗରେ ଏୱାରନେସ୍ ଯେମିତି ୱିଦାଉଟ୍ ହେଲମେଟ୍, ଏକ୍ସେସିଭ୍ ସ୍ପିଡ଼ରେ ଡ୍ରାଇଭିଂ, ରଙ୍ଗ ସାଇଡ଼ରେ ଡ୍ରାଇଭିଂ, ତାପରେ ବିଶେଷ କରି ଆପଣଙ୍କର ଯେଉଁ ଛୋଟ ପିଲା ସ୍କୁଲ ପିଲା ଯେଉଁମାନେ ଗାଡ଼ି ନେଇକରି ଯାଉଛନ୍ତି ସ୍କୁଲକୁ, ତାଙ୍କ ଗାର୍ଡ଼ିଆନ୍ ମାନଙ୍କୁ କେମିତି ଏୱାରନେସ୍ କରାହେଇପାରିବ, ତାଙ୍କୁ ସେ ଦିଗରେ ଗାଡ଼ି ଗୁଡ଼ା ମାନେ ଗାଡ଼ି ଏନଫୋର୍ସମେଣ୍ଟ ହେବ, ତାଙ୍କ ସ୍କୁଲ ପାଖାପାଖି ଜାଗା ଗୁଡ଼ାକରେ ଏନଫୋର୍ସମେଣ୍ଟ ହେବ। ତେଣୁ ଆମେ ଆର୍ଟିଓଙ୍କ ସାଙ୍ଗରେ ଜଏଣ୍ଟଲି ସେ ଦିଗରେ ଆମର ଏନଫୋର୍ସମେଣ୍ଟ ଚାଲିବ ଏବଂ ଏୱାରନେସ୍ ମଧ୍ୟ ଚାଲିବ। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ନିର୍ମଳ ଚନ୍ଦ୍ର ମହାନ୍ତି, ଜଗତସିଂହପୁର ଏସ୍ଡିପିଓ ରଶ୍ମି ରଞ୍ଜନ ସାହୁ, ଜଗତସିଂହପୁର ଥାନା ଅଧିକାରୀ ଗୋକୁଳ ରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ରହି ଏହି ସଡ଼କ ସୁରକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ନାଇଁ, ଆମର ତ ବର୍ତ୍ତମାନ ମୁଖ୍ୟତଃ ଏଇ ସପ୍ତାହରେ ବେଶୀ ମୁଖ୍ୟତଃ ଏନଫୋର୍ସମେଣ୍ଟ ଉପରେ ବେଶୀ ଧ୍ୟାନ ଦିଆଯାଇଛି। ଗ୍ରାମାଞ୍ଚଳରୁ ନେଇକି ପ୍ରତ୍ୟେକ ଜାଗାରେ ଆମର ଏନଫୋର୍ସମେଣ୍ଟର ବ୍ୟବସ୍ଥା ରହିଛି। ଏନଫୋର୍ସମେଣ୍ଟ ସବୁ କରାଯିବ ଜଏଣ୍ଟଲି। ତାପରେ ଆହୁରି ଗୋଟେ ଜିନିଷ ରହିଛି, ଆମର ଇଲିଗାଲ ପାର୍କିଂ ଉପରେ ବି ଗୁରୁତ୍ୱ ଦିଆଯାଇଛି। ଓଭର ସ୍ପିଡିଂ ଉପରେ ବି ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଆମର ବ୍ଲକ ଲେବୁଲରେ ବ୍ଲକ ଲେବୁଲ ଫେଡେରେସନ ଏସ୍ଏଚଜି ଗ୍ରୁପ ଆଉ ଆମର ପିଏସ୍ ମେମ୍ବର, ସରପଞ୍ଚ ଏମାନଙ୍କୁ ନେଇକି ମଧ୍ୟ ଆୱାରନେସ୍ ଆମେ କରେଇବୁ। ଯେଉଁ ଆମର ଜିଲ୍ଲାରେ 21ଟି ଅଛି ବ୍ଲାକ୍ ସ୍ପଟ୍ ଏରିଆ, ବ୍ଲାକ୍ ସ୍ପଟ୍ ଏରିଆ ଗୁଡ଼ାକ ପ୍ରାୟ ମ୍ୟାକ୍ସିମମ୍ ଆମର ରହୁଛି SS12, ମାନେ ଆମର ରଘୁନାଥପୁରରୁ ନେଇକି ପାରାଦୀପ ଗଡ଼ ଯାକେ ସେଇ ଲାଇନରେ ବହୁତ କିଛି ଆମର ବହୁତ ମୃତାହତ ହେଉଛନ୍ତି। ସେକୁ କେମିତି ଆମେ ଠିକ୍ କରିପାରିବୁ ତା ଉପରେ ଧ୍ୟାନ ଦେଉଛୁ। ତାପରେ ଆମର ରୋଡ ଇଞ୍ଜିନିୟରିଂ ମଧ୍ୟ ଦେଖାଯାଉଛି। ରୋଡ ଇଞ୍ଜିନିୟରିଂ ମଧ୍ୟ ଡେଭଲପମେଣ୍ଟ କରିବାକୁ ଚେଷ୍ଟା କରାଯାଉଛି। ଯେଉଁ ଜାଗାରେ ଆନାଲିସିସ୍ କରିକି କାହିଁକି ସେଠି ବାରମ୍ବାର ସେ ଗୋଟେ ଜାଗାରେ ଆକ୍ସିଡେଣ୍ଟ ହେଉଛି ତାର ଟିକେ ଆନାଲିସିସ୍ କରିକି ତାର କେମିତି ଉପଯୁକ୍ତ ପଦକ୍ଷେପ ନିଆଯିବ ସେ ବିଷୟରେ ମଧ୍ୟ ଧ୍ୟାନ ଦିଆଯାଉଛି। ଜଗତସିଂହପୁରରେ ଯଦି ଦେଖିବା କଟକ ପାରାଦୀପ ରାସ୍ତା ଅଣଓସାରିଆ ରାସ୍ତା, ତାର ଟେକ୍ନିକାଲ ପ୍ରୋବ୍ଲେମ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି। ଯଦି ଦେଖିବା 5 ବର୍ଷ ଭିତରେ ପାଖାପାଖି 300 ଲୋକ ମୃତାହତ ହେଲେଣି। ଏବଂ ତା ସହିତ ଯଦି ଦେଖିବା ପୁଣି ଯେଉଁ 55 ନମ୍ବର ଜାତୀୟ ରାଜପଥ ଆସୁଛି ସେଇ ଧାରାରେ ତିଆରି ହେଉଛି, ସେଇ ମଧ୍ୟ ଅଣଓସାରିଆ ରାସ୍ତା ତିଆରି ହେଉଛି, ନାମକୁ ମାତ୍ର ଜାତୀୟ ରାଜପଥ। ତେଣୁ ପୁଣି ମଧ୍ୟ ଦୁର୍ଘଟଣା ବଢ଼ିବାର ସମ୍ଭାବନା ଅଛି। ଏଥିପ୍ରତି ଆପଣ ଉଚ୍ଚ କର୍ତ୍ତୃପକ୍ଷଙ୍କ ପାଖରେ କିଛି ଦୃଷ୍ଟି ଆକର୍ଷଣ କରିବେ କି ଯେ କି ଯେଉଁ ଟେକ୍ନିକାଲ ପ୍ରୋବ୍ଲେମ ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟୁଛି এই ଦୁଇଟି ରାସ୍ତାରେ, ଏବଂ ଆଉ ଗୋଟିଏ ରାସ୍ତା ମଧ୍ୟ ପୁଣି ସେଇଭଳି ଅବସ୍ଥାକୁ ଆସୁଛି? ନାଇଁ, ସେ ଯୋଉଟା କହିଲେ ଆମେ ସେଇ ରୋଡ ଇଞ୍ଜିନିୟରିଂ କଥା ଆପଣ କହୁଛନ୍ତି, ରୋଡ ଇଞ୍ଜିନିୟରିଂଟା କେମିତି ଭଲ ଭାବରେ ହେଇପାରିବ ତା ଆହୁରି ଗୋଟେ ମୁଖ୍ୟ ସେଥିରେ କାରଣ ରହୁଛି ରୋଡ ଏନକ୍ରୋଚମେଣ୍ଟ। ଧରନ୍ତୁ ଆମେ ଗୋଟେ 25 ଫୁଟିଆ ରୋଡ ଆମେ ଦେଲେ ତା ସାଇଡରେ 5 ଫୁଟ ଲେଖା ଛାଡିକି ଆମର ସବୁ ଇଷ୍ଟାବ୍ଲିଶମେଣ୍ଟ ମାନେ ରହିବା କଥା, ସେ ତାକୁ ବି ମଧ୍ୟ ଧ୍ୟାନ ଦିଆଯାଉଛି। ତାକୁ ଯେମିତି ସାଇଡ କରିକି ଯେମିତି ରୋଡଟିକୁ ଫ୍ରି କରାହବ ସେଇ ହିସାବରେ ମଧ୍ୟ ଆମର ଧ୍ୟାନ ଦିଆଯାଉଛି ଏଇ ସବୁ ସପ୍ତାହ ମାନଙ୍କରେ। ତେବେ ଏହି ରଥ ଜିଲ୍ଲାର ବିଭିନ୍ନ ବ୍ଲକ ବୁଲି ଲୋକମାନଙ୍କ ଦୁର୍ଘଟଣା ଜନିତ ଘଟଣା ହ୍ରାସ ନିମନ୍ତେ ବିଭିନ୍ନ ସଚେତନତା ବାର୍ତ୍ତା ପ୍ରଦାନ କରିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଦେଖନ୍ତୁ, ଆପଣ ଜାଣିଥିବେ ଆମର ପ୍ରତିବର୍ଷ ହଜାର ହଜାର ମୂଲ୍ୟବାନ ଜୀବନ ସଡ଼କ ଦୁର୍ଘଟଣା ଯୋଗୁଁ ଯାଉଛି, ଯେଉଁଟାର ମୁଖ୍ୟ କାରଣ ରହୁଛି ବେପରୁଆ ଡ୍ରାଇଭିଂ ଏବଂ ମଦ୍ୟପାନ କରି ଚାଳନା ବା ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ଯେଉଁମାନେ ଚଳା ଜାଣିନାହାନ୍ତି ସେମାନଙ୍କ ଦ୍ୱାରା ଗାଡ଼ି ଚଲାଏ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେଉଁ ରହିଛି ପ୍ରତ୍ୟେକଟି ଜୀବନ ମୂଲ୍ୟବାନ, ସେ ପରିପ୍ରେକ୍ଷୀରେ ଆମର ସଡ଼କ ପରିବହନ ବିଭାଗ ପକ୍ଷରୁ ଜିରୋ ଫାଟାଲିଟି ୱିକ୍ ଡିସେମ୍ବର 1ରୁ 7 ପର୍ଯ୍ୟନ୍ତ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଆମର ଆର୍ଟିଓ କାର୍ଯ୍ୟାଳୟରୁ ଗୋଟେ ସଚେତନ ରଥ ମଧ୍ୟ ସେ ଭିତରେ ଯାଉଛି। ଆମେ ଲିଫଲେଟ୍ ଜରିଆରେ ଲୋକମାନଙ୍କୁ ସଚେତନ କରୁଛୁ ଏବଂ ବ୍ୟତୀତ ପ୍ରତ୍ୟେକ ବ୍ଲକ ମାନଙ୍କରେ PRI ମେମ୍ବର ଏବଂ ଅନ୍ୟାନ୍ୟ ଷ୍ଟେକ୍ ହୋଲ୍ଡର ଯେଉଁମାନେ ଅଛନ୍ତି ବରିଷ୍ଠ ବୁଦ୍ଧିଜୀବୀମାନେ ସେମାନଙ୍କୁ ନେଇକି ଗୋଟେ କମିଟି କରାଯାଇ ସେ ପ୍ରତ୍ୟେକ ବ୍ଲକ ସ୍ତରରେ ମଧ୍ୟ ସଚେତନତା କରାଯାଉଛି। ଯେମିତି ଆମର ଜିଲ୍ଲାରେ ଏହି ସପ୍ତାହରେ କୌଣସି ଦୁର୍ଘଟଣା ମଧ୍ୟ ମୃତ୍ୟୁ ନ ହୁଏ ସେଥିପାଇଁ ସମସ୍ତେ
ଗୋଟେ ସଚେତନତାର ବାର୍ତ୍ତା ନେଇକରି କାର୍ଯ୍ୟକ୍ରମ କରୁଛନ୍ତି। ଏଇ ସପ୍ତାହ ଯୋଉ କରାଯିବ ଏଥିରେ କେବଳ ସଚେତନ ନୁହେଁ, ସହିତ ଏନଫୋର୍ସମେଣ୍ଟ ମଧ୍ୟ କରାଯିବ। ଆମର ଆରଟିଓ ଏବଂ ପୁଲିସ ଭାଇମାନଙ୍କର ମିଳିତ ସହଯୋଗରେ ବିଭିନ୍ନ ସ୍ଥାନରେ ପ୍ରତ୍ୟେକ ଦିନ ସକାଳେ ଏବଂ ସନ୍ଧ୍ୟାବେଳେ ଏଇ ଯୋଉ ବେପରୁଆ ଗାଡି ଚାଳନା, ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ବା ଯୋଉ ଯାହା ରହିଛି ସବୁ MVI ଆକ୍ଟ ଅନୁସାରେ ସେଗୁଡା ବିନା ହେଲମେଟରେ ଗାଡି ଚାଳନା, ଦ୍ରୁତ ଗତିରେ ଗାଡି ଚାଳନା ଏଗୁଡା ସବୁ, ଏବଂ ଇଭେନ୍ 4 ଚକିଆ ଯାନମାନଙ୍କ ପାଇଁ ମଧ୍ୟ ସିଟ୍ ବେଲ୍ଟ ତାର ସବୁ ଅନ୍ୟାନ୍ୟ ଯାହା ରହିଛି ସେଗୁଡା ମଧ୍ୟ କଡାକଡି ଭାବରେ ଚେକିଂ କରାଯିବାର ବ୍ୟବସ୍ଥା ରହିଛି। ଜଗତସିଂହପୁରରୁ ରୀତା ସାହୁଙ୍କ ରିପୋର୍ଟ, ତୀର୍ଥକ୍ଷେତ୍ର ଲାଇଭ୍।